ସବୁବେଳେ ଭଲ କଥା କହୁଥିବା ଲୋକ ଭଲ ହୋଇନଥାନ୍ତି। ଭଲ ତ ସେମାନେ ହୋଇଥାନ୍ତି ଯେ ସମସ୍ତଙ୍କର ମଙ୍ଗଳ କାମନା କରିଥାନ୍ତି। ପ୍ରେମ ନା ଦୟାରେ ମିଳିଥାଏ ନା ତାକୁ ଯୁଦ୍ଧରେ ଜିତାଯାଏ। ପ୍ରେମ ତ ବାସ୍ ପ୍ରେମରେ ମିଳିଥାଏ। ସେଥିପାଇଁ କାହା ପଛରେ ପଡ଼ି ନିଜକୁ କଷ୍ଟ ଦିଅ ନାହିଁ। ଯଦି ପ୍ରେମ ତାଙ୍କ ମନରେ ବି ଥାଏ ତେବେ ସେହି ପ୍ରେମ କେବଳ ତୁମର ହିଁ ହେବ। କେବଳ ଟାଇମ୍ ପାସ୍ କରିବା ପାଇଁ ସମ୍ପର୍କ ଯୋଡ଼ ନାହିଁ, ସମ୍ପର୍କ ରଖିବା ପାଇଁ ଟାଇମ୍ ବାହାର କର। ସମ୍ପର୍କକୁ ସମୟ ଦେବା ଶିଖ, ନହେଲେ ଅନ୍ୟ କେହି ସମୟ ଦେବାକୁ ଲାଗିଲେ ତୁମ ପାଖରେ ସମୟ ତ ଥିବ କିନ୍ତୁ ସମୟ ଦେବାକୁ କେହି ମଣିଷ ନଥିବ। ପ୍ରକୃତ ପ୍ରେମ ତାହା ହୋଇଥାଏ ଯେଉଁମାନେ ଆମକୁ ଭଲ ପାଆନ୍ତି, ସବୁବେଳେ ଆମ କଥା ଚିନ୍ତା କରନ୍ତି, ଆମେ ବି ତାଙ୍କ ଇଚ୍ଛାକୁ ସମ୍ମାନ ଦେବା ଉଚିତ। ଯାହାକୁ ଆମ ହୃଦୟ ପସନ୍ଦ କରିଥାଏ ତାକୁ ଆମେ ଯେତେ ଦେଖିଲେ ବି ଆହୁରି ଦେଖିବାକୁ ମନ ହୋଇଥାଏ। କାହାକୁ ଭଲ ପାଇଯିବା ପ୍ରେମ ନୁହେଁ, ତାଙ୍କୁ ସବୁଦିନ ହୃଦୟରେ ସାଇତି ରଖିବା ହେଉଛି ପ୍ରକୃତ ପ୍ରେମ। ଭଲ ସମ୍ପର୍କ କେବଳ ଭଲ ପାଇବା ହେଇନଥାଏ। ଯଦି କେହି ବିପଦ ସମୟରେ ସାହାଯ୍ୟ କରୁଛି ତାଠାରୁ ଆଉ ଭଲ ସମ୍ପର୍କ କ'ଣ ବା ହେଇପାରେ। ଜୀବନରେ ସମସ୍ତଙ୍କୁ ହସାନ୍ତୁ, ହେଲେ କେବେ କାହା ଉପରେ ହସନ୍ତୁ ନାହିଁ। ସମସ୍ତଙ୍କ ମଙ୍ଗଳ ପାଇଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରନ୍ତୁ, ହେଲେ ଜୀବନରେ କାହାର ଅମଙ୍ଗଳ ଚିନ୍ତା କରନ୍ତୁ ନାହିଁ। ମୁଁ ତାକୁ ବହୁତ ଭଲ ପାଉଛି, ମୁଁ ତାକୁ ବହୁତ ମନେ ପକାଉଛି, ହେଲେ ସେ ତ ମୋତେ ସେତିକି ଭଲ ପାଉନି, ସେ ତ ସେତିକି ମନେ ପକାଉନି। ବାସ୍ ଏହି କଥା ଭାବି ଜଣେ ଜଣକୁ ହରେଇ ଦିଅନ୍ତି। ହଜାରେ ଲୋକଙ୍କ ସହ ସମ୍ପର୍କ ଯୋଡ଼ିବା କିଛି ବଡ଼ କଥା ନୁହେଁ। ବଡ଼ କଥା ଗୋଟିଏ ସମ୍ପର୍କକୁ ତୁଲାଇବା। କାହାକୁ ଏଠି ନିଜର ଭାବିବା ଉଚିତ ନୁହେଁ, କାହିଁକି ନା ମଣିଷ ଏଠି ସମ୍ପର୍କକୁ ନୁହେଁ ସ୍ୱାର୍ଥକୁ ଗୁରୁତ୍ୱ ଦିଏ। ଜୀବନରେ ସବୁକିଛି ପୁଣି ଥରେ ମିଳିଯାଇପାରେ, ହେଲେ ସମୟ ସହ ହଜିଯାଇଥିବା ସମ୍ପର୍କ ଆଉ ଭରସା ପୁଣି ଥରେ ମିଳିନଥାଏ। କିଛି ସମ୍ପର୍କ ମିଛ କହିଲେ ଭାଙ୍ଗେ ନାହିଁ, କିନ୍ତୁ ସତ କହିଲେ ଭାଙ୍ଗିଯାଏ। କାହିଁକି ନା ସମସ୍ତେ ମିଛର ଆଶ୍ରା ନେଇପାରନ୍ତି, କିନ୍ତୁ ସତକୁ ସାମ୍ନା କରିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। କେବେ କାହା ସହିତ ଅଧିକ କଥା ହେବାର ଅଭ୍ୟାସ କରନ୍ତୁ ନାହିଁ, କାହିଁକି ନା ଅଧିକ କଥା ହେବା ଅଭ୍ୟାସଟି ଦିନେ ଅଧିକ କଷ୍ଟର କାରଣ ହୋଇଯାଇଥାଏ। ଗୋଟିଏ ମଣିଷକୁ ଧୋକା ଦେଇ ଆଉ ଗୋଟିଏ ମଣିଷକୁ ଖୁସି କରିବା ବହୁତ ବଡ଼ ଧୋକା ହୋଇଥାଏ। ଏଭଳି ଲୋକଙ୍କୁ ଭଗବାନ ବି କ୍ଷମା କରିପାରନ୍ତି ନାହିଁ। ଭାଗ୍ୟରେ କିଛି ସମ୍ପର୍କ ଅଧୁରା ହିଁ ଲେଖା ହୋଇଥାଏ, କିନ୍ତୁ ତାର ସ୍ମୃତି ବହୁତ ସୁନ୍ଦର ହୋଇଥାଏ। ପ୍ରେମର କଷ୍ଟ ବଡ଼ ଅଜବ ହୋଇଥାଏ, ନା ଦେଖାଯାଏ ନା ବାସ୍ନା ଥାଏ, କେବଳ ଅନୁଭବ ହିଁ କରିହୁଏ।